ଦେଖନ୍ତୁ ସବୁ ଭାଙ୍ଗା ଚୁଆଳି ଗଡ଼ାମ ତଳେ ବସା। ଯେତେବେଳେ ଗୋଟେ ରାଜା ଠିକ୍ ଥାଏ ଆପଣମାନେ ବିଚାର କରିବେ ଯଦି ସବୁ ଅପୋଜିସନ୍ ପାର୍ଟି ଗୋଟେ ଜାଗାରେ କେନ୍ଦ୍ରୀଭୂତ ହୋଇଯାନ୍ତି ତାହେଲେ ଜାଣିବେ ସେ ରାଜା ଠିକ୍ ଅଛି। ପ୍ରକୃତରେ ଯଦି ଦରଦ ଥାନ୍ତା ତାହେଲେ ମୁଁ ଭାବୁଛି ଯେ ସରକାରଙ୍କୁ ସେମାନେ ସାହାଯ୍ୟ କରନ୍ତୁ। ଆଇନ ଯଦି ବାଟବଣା ନ ହୁଅନ୍ତା ତାର ପାଇଁ ସେମାନେ କାର୍ଯ୍ୟ କରନ୍ତେ ଏବଂ ପୀଡ଼ିତା ଏବଂ ମରିଯାଇଥିବା ଝିଅ କେମିତି ଶୀଘ୍ର ଆଇନ ପାଆନ୍ତେ ସେ ବ୍ୟବସ୍ଥା କରନ୍ତେ। ଆନ୍ଦୋଳନ କଲେ କି ହେଉଛି ଆନ୍ଦୋଳନର ସୁଫଳ ମିଳୁ କି ବିଫଳ ମିଳୁ ତା ତ ଅଲଗା କଥା, ସମୟ କହିବ। କିନ୍ତୁ ଆନ୍ଦୋଳନରେ ଯଦି ଆପଣ ସମସ୍ତ ଜିନିଷ ବନ୍ଦ କରିଦେବେ ତାହେଲେ ଜନସାଧାରଣ ବହୁତ ଆଘାତପ୍ରାପ୍ତ ହେଉଛନ୍ତି। ଯେମିତିକି ଆପଣଙ୍କର କାହାର ବ୍ଲକରେ କାମ ଅଛି, କାହାର ହସ୍ପିଟାଲରେ କାମ ଅଛି বা কাহার আপনার এডুকেশনাল ডিপার্টমেন্টরে কাম ଅଛି ସେମାନେ যাতায়াত ପାଇଁ ବହୁତ ଅସୁବିଧା ସୃଷ୍ଟି ହେଉଛି, ଯାହାଫଳରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେମିତି ମୁଁ ଆଜି ଆସିଥିଲି ମୋର ଘରେ କିଛି ନାହିଁ ଜିନିଷପତ୍ର ନେବା ପାଇଁ, କିନ୍ତୁ ଦେଖିଲି ଆସିକି ସବୁ ଦୋକାନପତ୍ର ବନ୍ଦ ଅଛି, ଯାହାଫଳରେ ମୋର ଫ୍ୟାମିଲି ଅବସ୍ଥା ନିଶ୍ଚିତ ଖରାପ ହେବ। ତେଣୁ ମୋର କହିବା କଥା ହେଉଛି ଯଦି ପ୍ରକୃତିରେ ସମ୍ବେଦନଶୀଳତା ଅଛି ତାହେଲେ ମୁଁ ଭାବୁଛି ଆନ୍ଦୋଳନ ପ୍ରତ୍ୟାହାର କରିକି କିନ୍ତୁ ସରକାରଙ୍କ ସାଙ୍ଗରେ ଏକଜୁଟ ହେଇକରି ସେ ପୀଡ଼ିତା ଫ୍ୟାମିଲି ଏବଂ ମରିଯାଇଥିବା ଯେଉଁ ଝିଅ ତାର ଆତ୍ମାର ଶାନ୍ତି ହେବ ଏବଂ କାୟମନ ବାକ୍ୟର ସମର୍ପିତ ମନୋଭାବରେ ସେ କେମିତି ନ୍ୟାୟଗତ ମାନେ ତାକୁ ଆଇନ ମିଳିବ ଏବଂ ଯିଏ କରିଛି କାମ ଯାହାର ତାଙ୍କର ବିରୁଦ୍ଧରେ ଯେ ଏସବୁ ସଂଗଠନ ତିଆରି କରିଛି ବା ଚକ୍ରାନ୍ତ ତିଆରି କରିଛି ବା ଯାହାର ପାଇଁ ସେ ଆଜି ମୃତ୍ୟୁବରଣ କରିଛି ସେମାନେ କେମିତି ଶକ୍ତରୁ ଶକ୍ତ କାର୍ଯ୍ୟାନୁଷ୍ଠାନ ତାଙ୍କ ବିରୁଦ୍ଧରେ ଗ୍ରହଣ ହୋଇପାରିବ ସେ ବିଷୟରେ ଭାବିକି ଯଦି ପଦକ୍ଷେପ ନେବେ ତାହେଲେ ମୁଁ ଭାବୁଛି ବହୁତ ଭଲ। ଏବେ ଏମିତି କ'ଣ ପରିସ୍ଥିତି ଆସିଲା ଯେମିତିକି ବିଜେପିର ଗୋଟେ ୱିଙ୍ଗସ୍ ବୋଲିକି ଏବିଭିପି ଜଣାଯାଏ, କାଲି ଏବିଭିପି ମଧ୍ୟ ରାଜଧାନୀରେ ଧାରଣାରେ ବସିଥିବା ଦେଖିବାକୁ ମିଳିଲା। ଦେଖନ୍ତୁ ଇଏ ହେଉଛି ଗୋଟେ ବ୍ୟକ୍ତିଗତ ବ୍ୟାପାର, ସେ ବିଷୟରେ ଆମେ ସମ୍ପୂର୍ଣ୍ଣ ଭାବରେ ଅଜ୍ଞ। ତେଣୁ ଜାଣିଥିବା ବ୍ୟକ୍ତିକୁ ଯଦି ଏ ବିଷୟରେ ପଚରାଯାଏ ତାହେଲେ ମୁଁ ଭାବୁଛି ମୋଠୁ ସେମାନେ ଭଲ କହିପାରିବେ। ଏଇ ଯେ ସିଏ ପୀଡ଼ିତା ଯେଉଁ ଝିଅଟା ମରିଗଲେ ତାଙ୍କର ବିରୁଦ୍ଧରେ ଏଣ୍ଟି ପାର୍ଟି ସବୁ ମିଶିକରି ତାର କିପରି ନ୍ୟାୟ ବା ଇଏଟା ହେବ ତେଣୁକରି ଆଜି ବନ୍ଦ ଡାକରା ଦେଇଛନ୍ତି। ସବୁ ପାର୍ଟି ଏଣ୍ଟି ହେଉ କି ପବ୍ଲିକ୍ ହେଉ ସମସ୍ତେ ମିଶିକରି ଆଜି ବନ୍ଦ ଡାକରା ଦେଇଛନ୍ତି। ଆପଣଙ୍କ ଦାବି କି ଅଛି? ଦାବି କ'ଣ? ଆମର ଦାବି ଯେ ସେ ମରିଗଲା, ସେ ତାର ଗୋଟେ କିଛି ଠିକ୍ ଭାବରେ ନ୍ୟାୟଟା ହେଲାନି, ସେ ତ ମରିଗଲା ଆଉ ବଞ୍ଚି ତ ପାରବନି, ହେଲେ ତାର ଗୋଟେ ନ୍ୟାୟଟା ଜାଣିବା ଦରକାର। ତେଣୁକରି ଆଜି ବନ୍ଦ ଡାକରା ଦିଆଯାଇଛି। ଆଜି ଯେଉଁ ଡାକରା ଦିଆଯାଇଛି ଆମର ଫକୀରମୋହନ କଲେଜର ଛାତ୍ରୀ ସ୍ୱର୍ଗତ ସୌମ୍ୟଶ୍ରୀ ଋଷିଙ୍କ ଯେଉଁ ଆତ୍ମହତ୍ୟା ହେଇଛି ତା ବିରୁଦ୍ଧରେ ଆମର କଂଗ୍ରେସ ପାର୍ଟି ତରଫରୁ ଡାକରା ଦିଆଯାଇଛି ଏବଂ ତାଙ୍କର ଯେଉଁ ନ୍ୟାଯ୍ୟ ଦାବି ତାଙ୍କୁ ଯେଭଳି ଭାବରେ ଅତ୍ୟାଚାର ମାନସିକ ନିର୍ଯାତନା ଦେଇ ଦିଆଯାଇଛି ତାର ତଦନ୍ତ କରାଯାଉ ଏବଂ ତାଙ୍କର ଭଲ ଭାବରେ ତଦନ୍ତ କରି ଯେଉଁ ଦୋଷୀକୁ ଉପଯୁକ୍ତ କଠୋର ଦଣ୍ଡରେ ଦଣ୍ଡିତ କରାଯାଉ। ତେବେ ନିର୍ବାଚନର ଗୋଟେ ବର୍ଷ ପରେ କଂଗ୍ରେସର ଆପଣମାନଙ୍କୁ ଦେଖାଗଲା ଏଠି ଏବଂ କାଲି କେବଳ ସୌମ୍ୟଶ୍ରୀ ପାଇଁ ଆପଣମାନେ ବାହାରିଛନ୍ତି। ଆପଣଙ୍କ ଅଞ୍ଚଳରେ ଯେଉଁ ମହିଳାମାନେ ଯେଉଁ ଶିକାର ହେଉଛନ୍ତି ତା ପାଇଁ ସ୍ୱର ଉତ୍ତୋଳନ କରୁଛନ୍ତି? ହଁ, ଏଇଟା ସମସ୍ତଙ୍କ ପାଇଁ ଦାବି କରାହେଇଛି, ସାରା ଓଡ଼ିଶା ବନ୍ଦ କରାହେଇଛି। ଯେତେ ସବୁ ନାରୀ ନିର୍ଯାତନା ଚାଲିଛି ତା ବିରୁଦ୍ଧରେ ଗୋଟେ ସ୍ୱର ଉତ୍ତୋଳନ କରାହେଇଛି। ଆଜି ତ ସାରା ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି, ଭବିଷ୍ୟତରେ ମଧ୍ୟ ଏଇ ଲଢ଼େଇ ଚାଲୁ ରହିବ। ଆପଣଙ୍କ ନେତା ରାହୁଲ ଗାନ୍ଧୀ କ'ଣ କହୁଛନ୍ତି? ସେ ତ ଫୋନ୍ କରି ତାଙ୍କ ସମସ୍ତ ବିଷୟରେ ଜଣା କରିଛନ୍ତି। କାଲି ତ ସେ ଫୋନ୍ କରିଥିଲେ ତାଙ୍କ ବାପାଙ୍କୁ। यार उद्देश्य होची जो भली भावरे सौम्यश्री को जो आज आत्महत्या देवाई पड़ा तार विरुद्ध आज ओडिशा बंद। कारण सौम्यश्री सबु प्रशासन पाखे सरकार पाखे जाकरी से न्याय नहीं पाई पारानी जेहेतु आज आत्महत्या करने आत्महत्या देवाई पड़ा ताकू जदि सरकार बा प्रशासन
ଯେ କେହି ବି ତା ପ୍ରତି ଯଦି ସେମାନେ ଦୃଷ୍ଟିପାତ କରିଥାନ୍ତେ ଆଜି ସେ ଜୀବନ ହରାଇ ନଥାନ୍ତା। ତେଣୁ ଏଇଟା ଆଜି ଅନ୍ୟ ଶରୀର ତା ପାଇଁ ଖାଲି ଏ ବନ୍ଦ ନୁହେଁ, ଏ ଆନ୍ଦୋଳନ ନୁହେଁ, ଏ ଆନ୍ଦୋଳନ ହେଉଛି ସାରା ଓଡ଼ିଶାର 4.5 କୋଟି ଜନତାଙ୍କର ପାଇଁ ଏ ଆନ୍ଦୋଳନ। ଏବଂ ଯେଉଁ ଓଡ଼ିଶାର ମା ଭଉଣୀମାନେ ଅଛନ୍ତି ତାଙ୍କୁ କିପରି ନ୍ୟାୟ ମିଳିବ, ଏ ପରବର୍ତ୍ତୀ ସମୟରେ ଏଭଳି ଯେମିତି ଅନ୍ୟାୟ ଅତ୍ୟାଚାର, ନାରୀ ପ୍ରତି ଦୁଷ୍କର୍ମ, ଦୁର୍ବ୍ୟବହାର ଏଇଟା ଯେମିତି ନ ହେବ ତାର ପାଇଁ ଆଜି ଓଡ଼ିଶା ବନ୍ଦ କରାହେଉଛି। କାରଣ ଏତେ ଦୁଷ୍କର୍ମ ଆଜି ଓଡ଼ିଶାରେ ବାରମ୍ବାର ଶୁଣାଯାଉଛି, ବାରମ୍ବାର ଘଟଣା ଘଟୁଛି, ତଥାପି ଆଜି ପର୍ଯ୍ୟନ୍ତ ସରକାର ସିଏ କାହାରି ଗୋଟେ ଆମେ ଶୁଣିବାକୁ ପାଇଲୁ ନାହିଁ ଯେ କାହାରି ଦୁଷ୍କର୍ମ ବେଳେ, କାହାରି ଅନ୍ୟାୟ ଅତ୍ୟାଚାର ବେଳେ ଯେ ନ୍ୟାୟ ଦିଆହେଇଛି ବୋଲି, ନ୍ୟାୟ ପାଇଛି ବୋଲିକିରି। ତେଣୁ ସିଏ ବି ଆଜି ଯେଉଁ ବିଜେପି ସରକାର, या परवर्ती जो सरकार जाइछन्ति तांको हमरे भी जे किछि ना किछि ହେଇଛି तार प्रतिवाद मध्य से भली आइछि। तो एइटा एई प्रतिवादटा बड़ी जघन्य विषय ताकू जो भली न्याय पाइलाने जा पर ताकू आत्महत्या दबा पई पड़िला। सेति पई आमे कहूछि समस्त जो दल आज आंदोलन रे उलैछन्ति समस्तंकर आम गोटे स्वर तांको न्याय दिया जाऊ एवं एभली जिमती आउ ओडिशा माटी रे एभली अन्याय न हबो सेति प्रति आमे समस्त दल एकत्रित होकरी आज ये ओडिशा बंद को आमे पालन करूछु एवं ए बंद जिमती आमर सफल हबो। ए यार जदि न्याय न दिया जिवो आगामी दिन रे एई भली आंदोलन चालू रहिबो एवं या को तबे आज जो बंद होईची याकु नै कि जने युव समाज सेवी एवं युव नेता भाव रे कोन कहबे आपन को मत? प्रथमे आम ओडिशा रे एई किछि दिन तळे घटिथिबा सान भौणी सौम्यश्री विसिंह को अमर आत्मा को सद्गति निमंते मु प्रभु जगन्नाथन को पाखरे नम्र प्रार्थना करूछि। आम सान भौणी सौम्यश्री विसी को जे आत्माहुति देइछन्ति एहा को जना पड़ुछि एक योजनाबद्ध अन्याय तांको प्रति। विगत दिन रे जदि आमे देखिबा पई जिबा आम भौणी काहाकु नै निवेदन करिथिले सरकार को उच्च शिक्षा मंत्री को केंद्र शिक्षा मंत्री को एवं बालेश्वर सांसद को किंतु कौन है प्रतिफल से आशा तांको निज पार्टी को भी एबीपी रु भी से पाई नथिले से भरोसा से आशा पाई नथिले लास्ट रे कौन है से आस्था हरई आस्था भोजन न पाई से निज आत्माहुति देइछन्ति। मने रखंतु ए भाजपा सरकार को मु जनैबा पई चाहूची गोटे ओडिशार युवक हिसाब रे एथि कहबा पई चाहूची आज सिना बालेश्वर रे सौम्यश्री विसिंकर हत्या होईची आत्महत्या होईची एवं तांको चिता जळीची एही चितारे जळीची बीजेपी सरकारकर तंभ बास्पट एवं बेपरुआ राजनीति। आज जदि तांकर कथा को अणदेखा करा न होइथांता आज कोन एही परिस्थिति होइथांता सान भौणींकर केते दिन होला जे से संघर्ष करुथिले निवेदन करुथिले तांकर को न्याय देवा पई किंतु कोन न्याय हैला कोन न्याय पाइले जेतेले तांकर सब बाहर करा होउची एम्स हॉस्पिटल रु पछो गेट पथे कोन सेतकी सम्मान भी दिया हेई पारिला नहीं तांकर को फास्ट गेट आडू तांकर को काढी पारि न थांते कि बंची थिला बेले तो न्याय देई पारले नहीं एटलिस्ट मरिला परे तो सेतकी न्याय देई पारि थांते। आज कहूची परा आम अंचल रे ओडिशा रे एही परिका घटना विगत दिन रे जदि नारी को देखिबा पई जिबा नारी सशक्तिकरण जेडा हमर 20-24 वर्ष हैला जे हमर चालुतरा किंतु नारी सशक्तिकरण रे आमे कोन पाउछु नारी धर्षण पाउछु नानी निर्यातना पाउछि एवं जहाँ आम विगत दिन रे आमे रिपोर्ट माध्यम रे गोटे देखिथिलु जे अमेरिकार राष्ट्रपति डोनाल्ड ट्रम्प जहाँ पई हमर केंद्र सरकार नमस्ते ट्रम्प करिथिले सही कहिचंती ए ओडिशा माटी को न जीवा पई तांकर नागरिक को कोन पई ना ओडिशा ने नारी निर्यातना चरम सीमा रे पाल्टी छी। जदि ए किछि दिन तळर पुणी गोटे रिपोर्ट देखिबा केंद्र रिपोर्ट देखिबा आमे देखिबा जे नारी असाधारण ओडिशा प्रथम होईची कौन यही परिकार नारी को सम्मान कौन यही परिकार सुभद्रा को सम्मान दौरान ये सरकार आगामी दिन में मयूरभंज नहीं कि मालकानगिरी पर्यंत आम सौम्यश्री
भौणी पाई तीव्र प्रतिवाद होबो और सरकार आ पाई प्रस्तुत रहंतु कोन पाई ना प्रत्येक गाँव प्रत्येक दांडरू युव छात्र माने स्वरोत्तोलन करिवे ए सरकार रेडी हुअंतु नारी निर्यातना को आमे सहन करिबा नहीं एवं आगामी दिन रे सरकार को गादिचित्त करिवे केवल सही सुभद्रा माने जो माने सरकार कहउचंती जे आमे सम्मान दउछु ना सम्मान नुहे और साधारण दउचंती निर्यातना दउचंती ए सरकार